ପାଟଣା ବ୍ଲକ ଅଞ୍ଚଳରେ ଥିବା ସମସ୍ତ ତିନୋଟି ଯାକ ପେଟ୍ରୋଲ ପମ୍ପ ମାନଙ୍କରେ ଗତକାଲି ରାତିରୁ ଆଉ ପେଟ୍ରୋଲ ସାଧାରଣ ଜନତାଙ୍କୁ ମିଳୁନାହିଁ। କେବଳ ଜରୁରୀକାଳୀନ ସେବା ଯଥା ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଓ ପୋଲିସ ପାଇଁ ଅଳ୍ପ କିଛି ତେଲ ସଂରକ୍ଷିତ ରଖାଯାଇଥିବା ପମ୍ପ ମାଲିକମାନେ କହୁଛନ୍ତି। ଅନ୍ୟ ପକ୍ଷରେ ଏହି ଥାନା ଅଞ୍ଚଳ ସାହାରାପଡା ବ୍ଲକ ମୁଖ୍ୟାଳୟରେ ଥିବା ଦୁଇଟି ଯାକ ପେଟ୍ରୋଲ ପମ୍ପରେ ମଧ୍ୟ ପେଟ୍ରୋଲ ମିଳୁନାହିଁ। ଏବେ ବିଦ୍ୟାଳୟ ଛୁଟି ଥିବାରୁ ଗ୍ରାହକଙ୍କ ସଂଖ୍ୟା କମିଥିଲେ ମଧ୍ୟ ପେଟ୍ରୋଲ ପମ୍ପରେ ପେଟ୍ରୋଲ ନ ମିଳିବା ସାଧାରଣ ଜନତାଙ୍କୁ ଅଡୁଆ ପରିସ୍ଥିତିରେ ପକାଇଛି। ରାଜ୍ୟ ସରକାର ପେଟ୍ରୋଲ ଡିଜେଲର ଅଭାବ ନଥିବା ବାହାସ୍ଫୋଟା ମାରୁଥିବା ବେଳେ ପାଟଣାରେ ସିଧାସଳଖ ପମ୍ପ ମାଲିକ ଇରାନ ଆମେରିକା ଯୁଦ୍ଧ ଯୋଗୁଁ ପେଟ୍ରୋଲ ମିଳୁନଥିବା ଲେଖିଦେବା ଚର୍ଚ୍ଚାର ପ୍ରସଙ୍ଗ ହେଉଛି। ପେଟ୍ରୋଲ ମିଳୁନଥିବାରୁ ବିଭିନ୍ନ କାର୍ଯ୍ୟ ପାଇଁ ଯାଉଥିବା ଲୋକେ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ନ ଯାଇ ପେଟ୍ରୋଲ ପମ୍ପରୁ ଘରକୁ ଫେରି ଯାଉଥିବା ଦେଖାଯାଇଛି। କେନ୍ଦୁଝର ଜିଲ୍ଲାରୁ ଦଶରଥ ବାରିଙ୍କ ରିପୋର୍ଟ, ବ୍ଲାକ୍ ନ୍ୟୁଜ ଓଡ଼ିଆ।